ସାଦର ପ୍ରଣାମ। ଜ୍ଞାନ ଦର୍ଶନରେ ଏକ ବିଚାର, ପାପ ପୁଣ୍ୟର ପରିଣାମ ଶୀର୍ଷକ ଗଙ୍ଗା ପାପ ନେଇ ଦେବ କାହାକୁ। ନିବେଦନ କରିବି, ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖିବେ ଅଥବା ଶୁଣିବେ। ପୁରାଣ ବର୍ଣ୍ଣିତ ଗଙ୍ଗା ହେଉଛନ୍ତି ଏକ ପବିତ୍ର ନଦୀ, ଯାହା ହିମାଳୟର ଗଙ୍ଗୋତ୍ରୀ ନାମକ ସ୍ଥାନରୁ ନିର୍ଗତ ହୋଇ ଆମ ଦେଶ ଭାରତରେ ପ୍ରବାହିତ। ଉତ୍ପତ୍ତି ସ୍ଥଳରେ ଗଙ୍ଗା ନଦୀର ନାମ ହେଉଛି ଭାଗୀରଥୀ। ଗୋମୁଖ ନାମକ ସ୍ଥାନରେ ଗଙ୍ଗୋତ୍ରୀ ତୁଷାର ସ୍ରୋତରୁ ଗଙ୍ଗା ନଦୀ ଉତ୍ପତ୍ତି ଲାଭ କରିଅଛି। ଭାରତର ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଦେଇ ଏହା ବାଂଲାଦେଶ ଆଡ଼କୁ ପ୍ରବାହିତ। ହିମାଳୟ ଭଳି ବିଭିନ୍ନ ଦୁର୍ଲଭ ଔଷଧୀୟ ବୃକ୍ଷ ପରିବେଷ୍ଟିତ ଅଞ୍ଚଳରୁ ଗଙ୍ଗା ନିର୍ଗତ ହୋଇଥିବାରୁ ଏହାର ଜଳ ବହୁ ଔଷଧୀୟ ଗୁଣରେ ଭରା। ଏଣୁ ଗଙ୍ଗା ଜଳକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ। ଏହି ପବିତ୍ର ନଦୀ ବୋଲାଉଥିବା ଗଙ୍ଗା ଜାହ୍ନବୀ, ଭାଗୀରଥୀ, ସୁରଧୁନୀ, ବିଷ୍ଣୁପଦୀ, ତ୍ରିପଥଗା, ସୁରନଦୀ, ଦେବନଦୀ ରୂପେ ପରିଚିତା। ଭଗୀରଥ ଗଙ୍ଗା ନଦୀକୁ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆଣିଥିବାରୁ ଏହାର ନାମ ଭାଗୀରଥୀ। ସ୍ୱର୍ଗ, ମର୍ତ୍ତ୍ୟ, ପାତାଳରେ ପ୍ରବାହିତ ହେଉଥିବାରୁ ଏହାର ନାମ ତ୍ରିପଥଗା। ବିଷ୍ଣୁଙ୍କ ପାଦରୁ ନିର୍ଗତ ହୋଇଥିବାରୁ ଏହି ଗଙ୍ଗାର ନାମ ବିଷ୍ଣୁପଦୀ। ବିଭିନ୍ନ ଶୁଭକର୍ମରେ ଗଙ୍ଗାଜଳ ସିଞ୍ଚନ କରି ପବିତ୍ରତା ଅଣାଯାଏ। ବିବାହ, ବ୍ରତ ଆଦି କାର୍ଯ୍ୟରେ ଗଙ୍ଗାଜଳର ପ୍ରାଧାନ୍ୟ ରହିଅଛି। ମୃତ୍ୟୁ ପୂର୍ବରୁ ତୁଣ୍ଡରେ ଟିକିଏ ଗଙ୍ଗାଜଳ ପକାଇଦେଲେ ସେ ପ୍ରାଣ ମୁକ୍ତି ପାଏ ବୋଲି ଆମର ବିଶ୍ୱାସ ଅଛି। ଏଣୁ ମର୍ତ୍ତ୍ୟପୁରରେ ଗଙ୍ଗାଜଳର ଆବଶ୍ୟକତା ଅଧିକ। ସତରେ ପ୍ରତିଦିନ ଗଙ୍ଗା ସ୍ନାନ କରିପାରୁଥିବା ମାନବମାନଙ୍କୁ କେତେ ପୁଣ୍ୟବନ୍ତ କୁହାଯିବ, ତାର କୌଣସି ମାପ ହିଁ ନାହିଁ। ଉତ୍ତରପ୍ରଦେଶର ଆହ୍ଲାବାଦ ସହରରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ମିଳନସ୍ଥଳକୁ ତ୍ରିବେଣୀ ସଙ୍ଗମ ବା ପ୍ରୟାଗରାଜ କୁହାଯାଏ। ଯେଉଁଠି ଅନୁଷ୍ଠିତ ହେଉଥିବା କୁମ୍ଭମେଳା ସାରା ବିଶ୍ୱର ଆକର୍ଷଣ। ବିଗତ କୁମ୍ଭମେଳାରେ କୋଟି କୋଟି ଲୋକ ଗଙ୍ଗା ତଥା ଏହି ସଙ୍ଗମ ସ୍ଥଳରେ ବୁଡ଼ ପକାଇଅଛନ୍ତି। ଅନେକ ମନରେ ଏ ଭାବନା ବି ଥିଲା, ଏହି ଗଙ୍ଗା ତଥା ଅତି ପବିତ୍ର ପ୍ରୟାଗରେ ସ୍ନାନ ବା ବୁଡ଼ ଦେଇ ତନୁ ମନର ସବୁ ପାପ ଧୋଇଦେବା। ଯଦି ଆମ ଭାବନା ଆଉ କାମନା ସତ୍ୟ, ତେବେ ଆମର ସବୁ ପାପ ପବିତ୍ର ଜଳରେ ଧୋଇ ହୋଇ ଗଲା କୁଆଡ଼େ? ଗଙ୍ଗା ମାତା ସବୁତକ ପାପ ଧୋଇ ନେଇ କୋଉଠି ରଖିଲେ? ଗଙ୍ଗା ତ ସ୍ଥିର ନୁହନ୍ତି, ସେ ଅବିରତ ଆଗକୁ ବଢ଼ି ଚାଲିଛନ୍ତି। ତେବେ ସମସ୍ତଙ୍କ ପାପକୁ ଧୋଇ ନେଇ ନିଶ୍ଚିତ ଭାବରେ ପାରାବାର, ରତ୍ନାକର, ସମୁଦ୍ର ଅଥବା ସିନ୍ଧୁକୁ ଦେଇଥିବେ। ଏବେ କଥାଟି ହେଲା, ପ୍ରତିଦିନ ଏତେ ମାତ୍ରାରେ ଜଳବାଷ୍ପ କରୁଥିବା ସମୁଦ୍ର ସେ ପାପକୁ ନିଜ କୋଳରେ ସାଇତି ରଖିଲେ କି? ଯଦି ହଁ, ତେବେ ସମୁଦ୍ର କ'ଣ ପାପରେ ଭରପୁର ହୋଇଗଲେ? ଆଉ ଯଦି ଗଙ୍ଗା ଦେଇଥିବା ଜଳ ସବୁ ସମୁଦ୍ର ବାଷ୍ପ କରି ନୀଳ ଆକାଶକୁ ଦେଇଥିବେ, ତେବେ ଆକାଶ ତାକୁ ପୁଣି ମେଘରୁ ବର୍ଷା ରୂପରେ ଧରାପୃଷ୍ଠକୁ ଫେରାଇ ଦେଇଛନ୍ତି। ଏଣୁ ବୋଧହୁଏ ଏ ବର୍ଷ ଆବଶ୍ୟକ ଠାରୁ ଅଧିକ ବର୍ଷା ହୋଇ ଚାଲିଛି। ତେବେ ପାପ କରିଥିବା ଲୋକ ପାଖକୁ ପୁଣି ଫେରି ଆସିଛି। ସେହି ପାପ, ଗଙ୍ଗା ଜଳକୁ ଯାଇଥିବା ପାପ ପୁଣି ବର୍ଷା ରୂପରେ ମର୍ତ୍ତ୍ୟପୁରକୁ ଫେରି ଆସିଛି। ଏ କଥାର ସତ୍ୟତା ସାଧୁଜନ ବିଚାର କରିବେ।